ଆଜି ଶୁଣିବା ଆତ୍ମଜୀବନୀ ଆର୍ଯ୍ୟଦାସର ଆତ୍ମଲିପିର ଷଷ୍ଠ ଭାଗ। ଲେଖକ ଅକ୍ଷୟ ମହାନ୍ତି। ମୋର ଆଉ ଶାନ୍ତା ଦିଦିଙ୍କ ସମ୍ପର୍କ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ମୋର ଖେଳ ସାଥୀମାନେ ଜାଣିଗଲେ। ସେମାନେ ମୋତେ ଥଟ୍ଟା କରିବା ଆରମ୍ଭ କଲେ। ଶାନ୍ତା ଦିଦିଙ୍କ ନାଁରେ କଦର୍ଯ୍ୟ କଥା ସବୁ କହିଲେ। ମୁଁ ସହି ନ ପାରିଲେ ମଧ୍ୟ କିଛି କହିପାରେ ନା। କେବଳ ଏଇ ଡରରେ ଯେ କାଳେ ଆମ ଘରେ ଏହି କଥା କେହି ଜାଣିଲେ ମୋ ଅବସ୍ଥା ସାଂଘାତିକ ହୋଇଯିବ। ଦିନେ ଗୋଟେ ଉପାୟ ଚିନ୍ତା କଲି। ଆମ ଘର ପାଖରେ ତ ବାନମ୍ବର ଘରର ଘର। ସେଠି କୋକିଳ ଦିଦି ଅଛନ୍ତି। ମୁଁ ଯାଇ ଦିନେ କୋକିଳ ଦିଦିଙ୍କୁ ଭେଟିଲି। ଶାନ୍ତା ଦିଦି ପାଇଁ କିଛି ଗୋଟେ ଉପାୟ କରିବାକୁ ତାଙ୍କୁ ଅନୁରୋଧ କଲି। କୋକିଳ ଦିଦି ରାଜି ହେଲେ ବିନା ପାରିଶ୍ରମିକରେ ସେ ଶାନ୍ତା ଦିଦିଙ୍କୁ ପାଠ ପଢ଼ାଇବେ। ମୋର ସମସ୍ୟାର ସମାଧାନ ହୋଇଗଲା। ସେ ନିଛାଟିଆ ଖରାବେଳେ ଶାନ୍ତା ଦିଦି ଯାଆନ୍ତି କୋକିଳ ଦିଦିଙ୍କ ଘରକୁ ପାଠ ପଢ଼ିବାକୁ। ମୋର ତାଙ୍କ ସହ ଦେଖା ହୁଏ ନା। ତାଙ୍କ ସହିତ ସମ୍ପର୍କରୁ ମୁଁ ଗୋଟିଏ ମାତ୍ର ଲାଭ ଉଠାଇଥିଲି, ତା ହେଉଛି ବଙ୍ଗଳା ଭାଷା। ବଙ୍ଗଳା ଗପ ନଭେଲ ପଢ଼ିବାରେ ମୋର ସଉକ ଖୁବ୍ ବଢ଼ିଗଲା ତ ଗୀତ ଗାଇବା କମିଗଲା। ପୁଣି ମୋର ଖେଳ ସାଥୀମାନଙ୍କ ସହ ମିଳାମିଶା ହୋଇଗଲା। ପୁଣି ଖେଳରେ ଖୁବ୍ ମନ ଦେଲି। ପାଠପଢ଼ା ପ୍ରତି ମୋର ସବୁବେଳେ ବିତୃଷ୍ଣା ଥିଲା, ସେଇଟା ଆହୁରି ଉଗ୍ର ହୋଇଗଲା। ସେ ନିଛାଟିଆ ଖରାବେଳେ ଶାନ୍ତା ଦିଦି ଯାଆନ୍ତି କୋକିଳ ଦିଦିଙ୍କ ଘରକୁ ପାଠ ପଢ଼ିବାକୁ। ମୋର ତାଙ୍କ ସହ ଦେଖା ହୁଏ ନା। ତାଙ୍କ ସହିତ ସମ୍ପର୍କରୁ ମୁଁ ଗୋଟିଏ ମାତ୍ର ଲାଭ ଉଠାଇଲି, ତାହା ହେଉଛି ବଙ୍ଗଳା ଭାଷା। ତେଣେ ଶାନ୍ତା ଦିଦି କୋକିଳ ଦିଦିଙ୍କ ପାଖରେ ପାଠ ପଢ଼ି ଖୁବ୍ ଖୁସି। ଦିନେ ମୋତେ ଦିଦି ଡକେଇ ପଠେଇଲେ। କହିଲେ ଯେ ଶାନ୍ତା ଦି ମାଟ୍ରିକ ପରୀକ୍ଷା ଦେବାକୁ ଚାହୁଁଛନ୍ତି। କୋକିଳ ଦିଦି ତ ତାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ସାହାଯ୍ୟ କରିପାରିବେନି, ଗୋଟେ ଟ୍ୟୁସନ୍ ମାଷ୍ଟର ଦରକାର। ମୁଁ ନାଚାର। ଟ୍ୟୁସନ୍ ମାଷ୍ଟର କେଉଁଠୁ ଆଣିବି? ତାଙ୍କୁ ମାସିକ ଦରମା ବା କିଏ ଦେବ? ଏହିସବୁ ଚିନ୍ତାରେ ବୁଡ଼ି ରହିଥିବା ବେଳେ ହଠାତ୍ ମୋତେ ଆଶାର ଆଲୋକ ଦେଖାଗଲା। ଆମ ସାହିରେ ଅଞ୍ଜନ ଦାଦା ବୋଲି ଜଣେ ବଙ୍ଗାଳୀ ଯୁବକ ଥିଲେ। ସେ କଲେଜରେ ପଢ଼ୁଥିଲେ। ଶୁଣାଯାଉଥିଲା ସେ କୁଆଡ଼େ ଜଣେ ଭଲ ଛାତ୍ର। ତାଙ୍କ ଚେହେରା ଭଲ ଥିଲା, କିନ୍ତୁ ସବୁବେଳେ କେମିତି ଗୋଟେ ଉଦାସ ଉଦାସ ଭାବ। ସେଇ ଅଞ୍ଜନ ଦାଦା ଆମ ଘର ବାଟ ଦେଇ ପ୍ରତ୍ୟେକ ଦିନ ଚାଲି ଚାଲି କୁଆଡ଼େ ଯାଆନ୍ତି। ମୁଁ କେବେ ତାଙ୍କ ସହିତ କଥାବାର୍ତ୍ତା କରେନି। ଦିନେ ସାହସ କରି ତାଙ୍କୁ ଆମ ଘର ଆଗରେ ଧରିଲି। ପଚାରିଲି, ଯଦି ଗୋଟେ ଝିଅ ମାଟ୍ରିକ ପରୀକ୍ଷା ଦେବାକୁ ଚାହିଁବ ତାକୁ କ'ଣ କରିବାକୁ ପଡ଼ିବ? ପାଠ ପଢ଼ିବାକୁ ପଡ଼ିବ, କିନ୍ତୁ ତୁ କାହିଁକି କଥା ପଚାରୁଛୁ? ଅଞ୍ଜନ ଦାଦା, ମୋର ଜଣେ ମାଟ୍ରିକ ପରୀକ୍ଷା ଦେବାକୁ ଚାହୁଁଛନ୍ତି। ସେ କୌଣସି ସ୍କୁଲରେ ପଢ଼ୁନାହାନ୍ତି। କ'ଣ ପୁଅ ନା ଝିଅ? ଝିଅ। ତେବେ ପ୍ରାଇଭେଟଲି ସେ ପରୀକ୍ଷା ଦେଇପାରିବେ? ନା, ମୁଁ କ'ଣ କହୁଥିଲି କି ଆପଣ ତାକୁ ଟିକେ ପଢ଼େଇଦେଲେ ହୁଅନ୍ତା ନାହିଁ? ସେ କ'ଣ ମୋ ଘରକୁ ଆସିବ? ଦେଖ, ମୁଁ କାହା ଘରକୁ ପାଠ ପଢ଼ାଇବାକୁ ଯାଏ ନା କି ଟ୍ୟୁସନ୍ କରେ ନା। ହଁ, ସେ ଯିବ, କିନ୍ତୁ କେବଳ ଖରାବେଳେ। ସେତେବେଳେ ତା ପିଉସା ଅଫିସକୁ ଯାଇଥାନ୍ତି, ପିଉସୀ ଆରାମରେ ଶୋଇଥାନ୍ତି। ବେଶ, ତାକୁ ତୁ ଥରେ ନେଇ ଆସ, ମୁଁ ଦେଖେ ସେ କେମିତି ପଢ଼ୁଛି। ତାପରେ ଯାଇ ମୁଁ କହିବି ସେ ମାଟ୍ରିକ ପାସ୍ କରିବ ନା ନାହିଁ। ମୁଁ ସଙ୍ଗେ ସଙ୍ଗେ ଯାଇ ଶାନ୍ତା ଦିଙ୍କୁ ଏକଥା ଜଣାଇଲି। ସେ ଅତି ଖୁସି ହୋଇ ମୋତେ ଗେଲ କରି ପକାଇଲେ। ତା ପରଦିନ ଠିକ୍ ହେଲା ମୁଁ କେଉଁଦିନ ତାଙ୍କୁ ନେଇ ଅଞ୍ଜନ ଦାଙ୍କ ଘରକୁ ଯିବି। ଆଉ ଠିକ୍ ଦିନରେ ଆମେ ଦୁହେଁ ଅଞ୍ଜନ ଦା ଘରକୁ ଗଲୁ। ଅଞ୍ଜନ ଦା ଗୋଟିଏ ଭଡ଼ା ଘରେ ରହୁଥିଲେ। ଗୋଟିଏ ପୋଖରୀ ଅଞ୍ଜନ ଦା ଘରେ ନଥିଲା କି ଗାଧୁଆ ଘର ନଥିଲା। ଗଛ ପାଖରୁ ଗୋଟିଏ ପାଇଖାନା। ଅଞ୍ଜନ ଦା ରୋଷେଇ କରୁନଥିଲେ। ସେ ପାଖରେ ଥିବା ଗୋଟେ ମେସ୍ରେ ଖାଉଥିଲେ। ଦିନରେ ମାତ୍ର 2 ଥର। ସନ୍ଧ୍ୟାବେଳେ କୌଣସି ଗୋଟିଏ ବହି ଦୋକାନରେ ସେ କାମ କରୁଥିଲେ। ସକାଳ ବେଳା ଗୋଟିଏ ପ୍ରେସ୍ରେ ପ୍ରୁଫ୍ ସଂଶୋଧନ କରୁଥିଲେ। ମୋଟ ଉପରେ ବଡ଼ ଦୁଃଖ କଷ୍ଟରେ ସେ ଚଳୁଥିଲେ। ଶାନ୍ତା ଦିଙ୍କୁ ଦେଖି ସେ ଅନେକ ପ୍ରଶ୍ନ ପଚାରିଲେ ଏବଂ ଶେଷରେ ସିଦ୍ଧାନ୍ତ ନେଲେ ଯେ ଏ ବର୍ଷ ନୁହେଁ, ଆସନ୍ତା ବର୍ଷ ହୁଏତ ଶାନ୍ତା ଦି ମାଟ୍ରିକ ପରୀକ୍ଷା ଦେଇପାରନ୍ତି। ସେଥିପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିବ। ଶାନ୍ତା ଦି ରାଜି ହେଲେ ଏବଂ ପ୍ରତିଦିନ 2ଟାରୁ 4ଟା ପର୍ଯ୍ୟନ୍ତ ଅଞ୍ଜନ ଦା ଘରକୁ ଯାଇ ପଢ଼ାପଢ଼ି କଲେ। ସେ ସିନା ଗଲେ, ସାହି ଟୋକାଙ୍କୁ ଏ ଦୃଶ୍ୟ ଭଲ ଲାଗିଲାନି। ସେମାନେ ତ ଜାଣନ୍ତିନି ଯେ ମୁଁ ଶାନ୍ତା ଦିଙ୍କୁ ନେଇ ଅଞ୍ଜନ ଦା ପାଖକୁ ଯାଇଥିଲି। ତେଣୁ ସେମାନେ ନିଃସଙ୍କୋଚରେ ମୋ ଆଗରେ ସେମାନଙ୍କ ବିରୁଦ୍ଧରେ କହିଚାଲନ୍ତି। ଅଞ୍ଜନ ଦାଙ୍କୁ ନାନାଦି ପ୍ରକାର କମେଣ୍ଟ ମାରନ୍ତି। ଅଞ୍ଜନ ଦା ଖୁବ୍ ଧୀର ପ୍ରକୃତିର ଲୋକ, ତେଣୁ ସେ ସାହିର ଟୋକାଙ୍କ କଥାରେ କେବେ ବିଚଳିତ ହୁଅନ୍ତି ନାହିଁ। ଶାନ୍ତା ଦି ମଧ୍ୟ ଠିକ୍ ସେଇ ରକମର। କେବେ ବି ସାହି ଟୋକାଙ୍କର କମେଣ୍ଟ ଶୁଣି ଅଭିଯୋଗ କରନ୍ତି ନାହିଁ। ଦିନେ ସାହିର ଟୋକାମାନେ ବସି ଛକ ଉପରେ ଆଲୋଚନା କରୁଥିଲା ବେଳେ ମୁଁ ସେଇଠି ପହଞ୍ଚିଗଲି। ସେମାନେ ଗୋଟେ ନିଷ୍ପତ୍ତି ନେଉଥିଲେ। ସେଇଟା ହେଉଛି ଅଞ୍ଜନ ଦାଙ୍କୁ ଏଠାରୁ ବିଦାୟ ନେବାକୁ ପଡ଼ିବ। ସେ ଯଦି ଏ ପାଲ ଲଗାଇବାକୁ ଚାହୁଁଛନ୍ତି ତେବେ ଅନ୍ୟ ସାହିକୁ ଚାଲିଯାଆନ୍ତୁ। ଆମ ସାହିର ଝିଅ ବୋହୂଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବ।
ଆଉ ଅଞ୍ଜନଦା ଯଦି ନ ଯାଆନ୍ତି ତେବେ ସେଇ ବଙ୍ଗାଳୀ ପରିବାରକୁ ଅନ୍ୟ କୌଣସି ସାହିକୁ ଘର ଭଡ଼ା କରି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯିବ। ମୁଁ ଡରିଗଲି। ଅଞ୍ଜନଦାଙ୍କୁ ଚେତାବନୀ ଦେଲେ ଚିନ୍ତା ନାହିଁ। ଯଦି ଶାନ୍ତାଦିଙ୍କ ପରିବାରର ଏକଥାଟା ଉଠେ ଶାନ୍ତାଦି ହଇରାଣରେ ପଡ଼ିବେ। ମୁଁ ସେଇଦିନ ଆସି ଅଞ୍ଜନଦାଙ୍କୁ କହିଲି। ସେ କିଛି ସମୟ ଗମ୍ଭୀର ହୋଇ ବସିଗଲେ। ତାପରେ ପଚାରିଲେ, ଏଥିରେ ପାପ କ'ଣ? ସେ ତ କେବଳ ପାଠ ପଢ଼ୁଛି, ମୁଁ ତ କେବଳ ପାଠ ପଢ଼ଉଛି। ନା ଅଞ୍ଜନଦା, ସେମାନେ ଭାବୁଛନ୍ତି ଶାନ୍ତାଦିଙ୍କ ସହିତ। ମୁଁ ଆଉ ବେଶୀ କହିପାରିଲିନି, କାରଣ ମୁଁ ଜାଣିନଥିଲି କେମିତି କହିବାକୁ ହୁଏ। ମୋତେ ବଡ଼ ଲାଜ ଲାଗିଲା। କିନ୍ତୁ ଅଞ୍ଜନ ଦାଦା ବୁଝିଗଲେ। ସେ ମୋ କାନ୍ଧରେ ହାତ ରଖି ଆଶ୍ୱାସନା ଦେଲେ, ଶାନ୍ତାଦିଙ୍କୁ ଯେମିତି ଏ ବିଷୟରେ ମୁଁ ବିନ୍ଦୁ ବିସର୍ଗ ନ ଜଣାଏ ସେ ନେଇ ତାଗିଦ କଲେ। ମୁଁ ବି କାହିଁକି କହିବି? ତା ପରଦିନଠୁ ଶାନ୍ତାଦି ଆଉ ଅଞ୍ଜନଦାଙ୍କ ଘରକୁ ପଢ଼ିବାକୁ ଗଲେନି। ସାହି ଟୋକାମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଫଳରେ କୌଣସି ପ୍ରତିକାରମୂଳକ ପଦକ୍ଷେପ ନେବା ପୂର୍ବରୁ ସବୁ ଠିକ୍ଠାକ୍। ତାଙ୍କର ଆଉ କହିବାର ସୁଯୋଗ ନାହିଁ। ଅଞ୍ଜନଦା ଛକ ବାଟ ଦେଇ ଗଲାବେଳେ ମଧ୍ୟ ସେ କେହି କମେଣ୍ଟ ମାରିବାକୁ ସାହସ କଲେନି। ଶାନ୍ତାଦି ମଧ୍ୟ କୁଆଡ଼େ ରହିଲେ କେହି ଦେଖିବାକୁ ପାଇଲେନି। ପରେ ମୋତେ ଶାନ୍ତାଦି କହିଲେ, ଅଞ୍ଜନଦାଙ୍କ ଜଣେ ସାଙ୍ଗ ଏଠୁ ପ୍ରାୟ 1 କିଲୋମିଟର ଦୂର। ସେ ସେଇଠିକୁ ଚାଲି ଚାଲି ଯାଆନ୍ତି। ଅଞ୍ଜନଦା ସେଠି ଆଗରୁ ଅପେକ୍ଷା କରି ବସିଥାନ୍ତି। ସେଇଠି ସେ ପଢ଼ନ୍ତି ଓ 4ଟା ଆଖରୁ ଫେରି ଆସନ୍ତି। ମୁଁ ଟିକେ ଆଶ୍ୱସ୍ତ ହେଲି। ପୁଣି ଭାବିଲି ଯେ ସେଠିକା ସାହି ପିଲା ଯଦି ଏମାନଙ୍କୁ ନେଇ ପରେ ଗଣ୍ଡଗୋଳ ଆରମ୍ଭ କରନ୍ତି। ଅଞ୍ଜନଦାଙ୍କ ସହିତ କଥାବାର୍ତ୍ତା କଲା ପରେ ଜଣାପଡ଼ିଲା ଯେ ସେଠି କୌଣସି ସାହି ବସ୍ତି ନାହିଁ, କେବଳ ଗୋଟିଏ ଗିର୍ଜା ଏବଂ ତା ପାଖରେ ତାଙ୍କ ବନ୍ଧୁଙ୍କର ଗୋଟେ ଛୋଟ ଚାଳଘର ଅଛି। ସେଠି କୌଣସି ଟୋକାଙ୍କର ଉତ୍ପାତ ନାହିଁ। ତେଣୁ ସେଠି ଶାନ୍ତାଦି ଆରାମରେ ପାଠ ପଢ଼ାପଢ଼ି ପାରିବେ। ମୋର ଆଉ ଖବର ନେବା ଦରକାର ପଡ଼ିଲା ନାହିଁ। ଦୀର୍ଘ ବର୍ଷେ ପଡ଼ିଛି। ଶାନ୍ତାଦି ମାଟ୍ରିକ ପରୀକ୍ଷା ଦେଇ ପାସ୍ କରିସାରିଲା ପରେ ମୋର ସନ୍ତୋଷ ଆସିବ। ଶାନ୍ତାଦି କେତେବେଳେ ଯାଉଛନ୍ତି କେତେବେଳେ ଆସୁଛନ୍ତି ତା ମଧ୍ୟ ମୁଁ ଜାଣିପାରେ ନା। ବେଳେବେଳେ ଅଞ୍ଜନଦାଙ୍କ ସହିତ ଦେଖାହେଲେ ସେ କୁହନ୍ତି ଶାନ୍ତାଦି ପରୀକ୍ଷା ପାଇଁ ଭଲ ପାଠ ପଢ଼ୁଛନ୍ତି। ମୁଁ ତା ପରଠୁ ମୋ ସାଙ୍ଗମାନଙ୍କ ସହିତ ଖେଳରେ ମନ ଦେଲି। ଗୀତ ଶୁଣିବାକୁ ଆଉ କେହି ନାହାନ୍ତି। ଶାନ୍ତାଦି କୋଳିଗଛ ତଳେ ବସି ଶୁଣୁଥିଲେ। ମୁଁ ଗାଉଥିଲି। ଆଜିକାଲି ଶାନ୍ତା ଦିଦି ଆଉ ସେ କୋକିଳ ଗଛ ମୂଳେ ବସୁନାହାନ୍ତି। ତେଣୁ କାହା ପାଇଁ ଗାଇବି? ମୁଁ ଖେଳରେ ମନ ଦେଲି। ଏହାପରେ ଅନେକ ଦିନ ପର୍ଯ୍ୟନ୍ତ ଶାନ୍ତା ଦିଦି ଓ ଅଞ୍ଜନ ଦାଦାଙ୍କ ଖବର ପାଇଲିନି। ଗିର୍ଜା ପାଖରେ ଯେଉଁ ଘର, ଦିନେ ସ୍କୁଲ ଛୁଟି ପରେ ମୁଁ ସେ ଘରକୁ ଗଲି। ସେବେ ସେ ଘରଟା ଅଞ୍ଜନଦାଙ୍କ ଭଡ଼ା ନେଇଛନ୍ତି। କାରଣ ତାଙ୍କର ବନ୍ଧୁ ଯିଏକି ଗୋଟେ ଅଫିସରେ ଚାକିରି କରୁଥିଲେ ବଦଳି ହୋଇଗଲାଣି। ଶାନ୍ତାଦି କହିଲେ, ଆ ଆ ବହୁତ ଦିନ ପରେ ଦେଖା। କ'ଣ ଶାନ୍ତାଦିକୁ ଦେଖା କରିବାକୁ ଆସିଥିଲୁ? ନାଇଁ, ଏମିତି ଚାଲି ଆସିଥିଲି। ଶାନ୍ତାଦି ଭଲ ପାଠ ପଢ଼ୁଛନ୍ତି? ହଁ, ଏଇ ବର୍ଷ ପରୀକ୍ଷା ଦେଇ ସେ ପାସ୍ କରିଯିବ। ପାସ୍ କରିବ ସତ, କିନ୍ତୁ କଲେଜରେ ପଢ଼ିବ କେମିତି? କାହିଁ, ମୁଁ ପଢ଼େଇବି। ତା ଘର ଲୋକେ ତାକୁ ପାଠ ପଢ଼ାକୁ ନାରାଜ। ସେଥିରେ ଯେମିତି ତାଙ୍କର ପଇସା ଖର୍ଚ୍ଚ ହୋଇଯିବ। ଆଉ ସେ ଯଦି କଲେଜ ଯାଏ ତେବେ ଘର କାମ ସବୁ କରିବ କିଏ? ଏଣୁ ମୁଁ ଠିକ୍ କରିଛି ଶାନ୍ତାକୁ ବାହା ହୋଇ ତାକୁ କଲେଜରେ ପାଠ ପଢ଼େଇବି। ଅନ୍ତତଃ 2-4ଟା ଟ୍ୟୁସନ୍ ଧରିନେଲେ ତା ଖର୍ଚ୍ଚଟା ଉଠିଯିବ। ଅଞ୍ଜନଦା ବାହା ହୋଇଯିବା ଶାନ୍ତାଦିକୁ ଶୁଣି ଖୁସି ଲାଗିଲା। କିନ୍ତୁ ମନରେ ସନ୍ଦେହ ହେଲା, ଏ ବାହାଘର ସମ୍ଭବ ତ? ଶାନ୍ତାଦିଙ୍କ ଘରେ ବର୍ତ୍ତମାନ ସମସ୍ତେ କଡ଼ା ପହରା ଦେଉଛନ୍ତି। ଶାନ୍ତାଦି ମଧ୍ୟ ସବୁଦିନ ଖରାବେଳେ ପାଠ ପଢ଼ିବାକୁ ଯାଇପାରୁନାହାନ୍ତି। ଆଉ ଯେଉଁଦିନ ଶାନ୍ତାଦି ଯାଇନପାରନ୍ତି ସେଇଦିନ ଅଞ୍ଜନଦା ଆସି ଆମ ଖେଳ ପଡ଼ିଆରେ ହାଜର। ଶାନ୍ତାଦିଙ୍କର ଅସୁବିଧା ବିଷୟରେ ମୋତେ ଖବର ନେବାକୁ କୁହନ୍ତି। ଅବଶ୍ୟ ମୋର ଶାନ୍ତାଦିଙ୍କ ସଙ୍ଗେ ଦେଖା କରିବାରେ କୌଣସି ଅସୁବିଧା ନଥିଲା। ମୋତେ କେହି କେବେ ସନ୍ଦେହ କରିନାହାନ୍ତି ଯେ ମୁଁ ପାଠ ପଢ଼ିବା ପାଇଁ ଶାନ୍ତାଦିଙ୍କୁ ଅଞ୍ଜନ ଦାଦାଙ୍କ ପାଖରେ ଛୁଟେଇଛି। ମୁଁ ଯାଏ, ଶାନ୍ତାଦିଙ୍କୁ ଦିଏ। କିନ୍ତୁ ଚିଠି ସବୁ ବଙ୍ଗଳା ଅକ୍ଷରରେ ଲେଖା। ମୁଁ ସିନା ଚପା ଅକ୍ଷର ପଢ଼ିପାରେ, ହସ୍ତାକ୍ଷର ପଢ଼ିପାରେ ନା। ଶାନ୍ତାଦିଙ୍କୁ ଯେତେ ଅନୁରୋଧ କଲେ ବି ସେ ବଙ୍ଗଳା ଭାଷା ଲେଖିବା ଶିଖେଇ ନଥିଲେ। ବୋଧହୁଏ ଏହା ଭାବିକରି ଯେ ମୋତେ ଏମିତି ବଙ୍ଗଳା ଚିଠି ଧରି କାହା ପାଖକୁ ଯିବାକୁ ପଡ଼ିବ। ମଝିରେ ଦିନେ ଅନୁଭବ କଲି ଯେ ଅଞ୍ଜନଦା ଓ ଶାନ୍ତାଦିଙ୍କ ମଧ୍ୟରେ କ'ଣ ଗୋଟେ ଭୁଲ ବୁଝାମଣା ହୋଇଯାଇଛି। ଅନେକ ଦିନ ପର୍ଯ୍ୟନ୍ତ ଶାନ୍ତାଦି ମୋତେ ଡାକି ଆମ ଘରର ସରହଦ କଣ୍ଟାବାଡ଼ ପାଖରେ ମୋ ହାତକୁ ଅଞ୍ଜନଦା ଉଦ୍ଦେଶ୍ୟରେ ଚିଠି ଲଫାପା ଆଉ ଦେଉନାହାନ୍ତି କି ଆମ ସାହିଆଡ଼େ ମୋ ସହିତ କଥାବାର୍ତ୍ତା କରିବାକୁ ଅଞ୍ଜନଦା ଆଉ ଆସୁନାହାନ୍ତି। ଦିନେ ମୁଁ ସ୍କୁଲରୁ ଫେରିଲା ବେଳେ ଅଞ୍ଜନଦାଙ୍କ ଘରକୁ ଗଲି। ତାଙ୍କ କୋଠରୀ ନିହାତି ଅପରିଷ୍କାର ଓ ଅସଞ୍ଜତ ହୋଇ ପଡ଼ିଥାଏ। ଗୋଟେ ଖଟ ଉପରେ ଅଞ୍ଜନଦା ଉପର ସିଲିଂକୁ ଅନେଇ ଶୋଇଥାନ୍ତି। ଖଟର ଚାଦର ବୋଧହୁଏ ମାସେ ହେବ ବଦଳା ହୋଇନି। ଘର ସାରା ଅଳନ୍ଦୁ। ମୁଁ ଯେତେ ପଚାରିଲେ ବି ଅଞ୍ଜନଦା ମୋତେ କିଛି କହିଲେନି। ମୁଁ ପଚାରିଲି, ଶାନ୍ତାଦି କ'ଣ ପଢ଼ିବାକୁ ଆସିନାହାନ୍ତି? ସେ କହିଲେ, ନା। କାହିଁକି? ତା ମୁଁ କହିପାରିବିନି। ତାର ଇଚ୍ଛା। ଆପଣ ତାଙ୍କ ସହିତ କିଛି ଝଗଡ଼ା ହୋଇଛି? ଝଗଡ଼ା ମୁଁ କରେନି।
ଏତିକି କହି ସେ ଆଖି ବୁଜି ଶୋଇବାକୁ ଚେଷ୍ଟା କଲେ କି ଛଳନା କରୁଥିଲେ ମୁଁ ବୁଝିପାରୁନଥିଲି। ମୁଁ ବହୁତ ଚେଷ୍ଟା କରୁଥିଲି ତାଙ୍କ ମନ ଭିତରୁ ସତ କଥାଟାକୁ ବାହାର କରିବା ପାଇଁ। ମନେ ମନେ ଭାବୁଥିଲି ଦୁହେଁ ଦୁହିଁଙ୍କୁ ଯଦି ଭଲ ପାଉଛନ୍ତି ତେବେ ଏଇ ଭୁଲ ବୁଝାମଣା କାହିଁକି? ଦୁହେଁ ତ ସାମନାସାମ୍ନି ଆପୋଷ ମିଳାମିଶା କରିପାରନ୍ତେ। ପ୍ରେମରେ ଯେ ବେଳେବେଳେ ଗୋଟେ ଭୁଲ ବୁଝାମଣାର ଆବଶ୍ୟକତା ଅଛି ସେ କଥା ବୁଝିବାର ଶକ୍ତି ମୋର ନଥିଲା। କିଛି ସମୟ ପରେ ଅବଶ୍ୟ ମିଛ କହିଲି, ଅଞ୍ଜନ ଦା, ଶାନ୍ତାଦି ମୋତେ ଆପଣଙ୍କ କଥା ପଚାରୁଥିଲେ। ଆପଣଙ୍କ ଦେହ ପା ଭଲ ଅଛି କି ନାହିଁ ସେଇ କଥା ମୋତେ ଦେଖିବାକୁ କହିଥିଲେ, ତେଣୁ ମୁଁ ଆସିଲି। ସେ କାହିଁ ମୋ ବିଷୟରେ ପଚାରି ବ୍ୟସ୍ତ ହେଉଛି? ସେ ତ ତା ପରିବାରକୁ ଛାଡ଼ି ପାରିବନି। ତା ପିଉସା ପିଉସୀ କୁଆଡ଼େ ତା ପାଇଁ ସବୁ କରିଛନ୍ତି। ଆଉ ମୁଁ ଯେଉଁ ଏତେ ଦିନ ଯାଏ ତାକୁ ପଢ଼ାଉଥିଲି ସେ କିଛି ନୁହେଁ। ଏଥର ବୁଝିପାରିଲି ଯେ ଅବସ୍ଥା ଖୁବ୍ ଗମ୍ଭୀର। ଦୁଇ ଜଣଙ୍କ ଭିତରେ ନିଶ୍ଚୟ ଖୁବ୍ ଗୋଟେ ମନୋମାଳିନ୍ୟ ଘଟିଛି। ଦୁଇ ଜଣଙ୍କୁ ପୁଣି ଥରେ ମିଶାଇବା ମୋର କର୍ତ୍ତବ୍ୟ ଭାବି ସେଦିନ ଅଞ୍ଜଦାଙ୍କ ଠାରୁ ବିଦାୟ ନେଇ ଆସିଲି। ସେଦିନ ଘରେ ପହଞ୍ଚି ଜଳଖିଆ ଖାଇ ଖେଳ ପଡ଼ିଆ ଯିବା ପରିବର୍ତ୍ତେ ସେ ଫାଶୀ କୋଳି ଗଛ ପାଖରେ ବସି ଗୀତ ଗାଇଲି। ଅଳ୍ପ ସମୟ ପରେ ଶାନ୍ତାଦି ଆସିଲେ। କିରେ, ପୁଣି ଅନେକ ଦିନ ପରେ ଏଠି ବସି ଗୀତ କ'ଣ ଗାଉଛୁ? ନାଇଁ, ଆଜି କେହି ସାଙ୍ଗ ନାହାନ୍ତି। ସମସ୍ତେ ଖେଳିବାକୁ କିଲ୍ଲା ପଡ଼ିଆକୁ ଚାଲି ଯାଇଛନ୍ତି। ତୁ ଗଲୁନି? ମୋର ଆସୁ ଆସୁ ଡେରି ହେଇଗଲା। କାହିଁ, ସ୍କୁଲରେ କ'ଣ ଶାସ୍ତି ପାଇଥିଲୁ? ନା, ସ୍କୁଲରୁ ଫେରିବା ବାଟରେ ଅଞ୍ଜନଦାଙ୍କ ସହିତ ଦେଖା ହୋଇଗଲା। ସେ ମୋତେ ତୁମ ବିଷୟରେ ପଚାରୁଥିଲେ। ଭାରି ଶୁଖିଲା ଶୁଖିଲା ଦିଶୁଥିଲେ। ଶୁଖିଲା ଦିଶୁଥିଲେ? ତାଙ୍କ ଦେହ ଭଲ ଅଛି ତ? କେଜାଣି, ମୁଁ କେମିତି କହିବି? କିନ୍ତୁ ଶାନ୍ତାଦି ଗୋଟିଏ ପ୍ରଶ୍ନ ପଚାରିବି, ତମେ କାହିଁକି ଅଞ୍ଜନଦା ପାଖକୁ ଯାଉନ? ଶାନ୍ତାଦି ନୀରବ ରହିଲେ। ପୁଣି କହିଲେ, ତୁ ପିଲା ଲୋକ, ବୁଝିପାରିବୁନୁ। ମୁଁ କହିଲି, ମୋତେ ବୁଝେଇଲେ ସିନା ବୁଝିବି। ମୁଁ ତୋତେ ସବୁ କଥା କହିପାରିବିନି, କିନ୍ତୁ ତାଙ୍କ ସାଙ୍ଗେ ଯଦି ଦେଖା ହୁଏ ତେବେ ତାଙ୍କୁ କହିବୁ ଯେ ମୁଁ ତାଙ୍କ କଥାରେ ରାଜି। ବଡ଼ ଅସୁବିଧା କଥା। ଶାନ୍ତାଦି ଅଞ୍ଜନଦାଙ୍କ କୋଉ କଥାରେ ରାଜି ସେ କଥା ତ ଜାଣିହେଲା ନାହିଁ। ଆଉ ମୁହଁ ଖୋଲି ଶାନ୍ତାଦିଙ୍କୁ ପଚାରି ବି ପାରୁନି। ତେବେ ଦୁହିଁଙ୍କୁ ପୁଣି ମିଶାଇବା ପାଇଁ ମନେ ମନେ ଗୋଟେ ଉପାୟ ଖୋଜିଲି ଓ ପାଇଗଲି ମଧ୍ୟ। ମୋ ପାଖରେ ସେତେବେଳେ କିଛି ଟଙ୍କା ପଇସା ଥାଏ। ମୋ ଯାତ୍ରା ଖର୍ଚ୍ଚ କରି ରହିଥାଏ। ତା ବି ବେଶୀ ନୁହେଁ, 4 ଟଙ୍କା। ମୁଁ ସେଇ ଟଙ୍କା କ୍ୟାପିଟାଲ ସିନେମାକୁ ଯାଇ 2ଟି ଅଗ୍ରିମ ଟିକେଟ୍ କାଟି ଆଣିଲି। ଅଞ୍ଜନଦାଙ୍କ ଘରେ ପହଞ୍ଚିଲି। ସେ ଯେମିତି ଖଟ ଉପରେ ପଡ଼ି ପଡ଼ି ବିଡ଼ି ଟାଣୁଥାନ୍ତି। ମୁଁ କହିଲି, ତୁମେ ରାଗିବନି ଯଦି ମୁଁ ଗୋଟେ କଥା କହିବି? ନାଇଁ, ରାଗିବିନି, କହ। ଏଇ ସିନେମା ଟିକେଟ୍ କିଏ ଯିବ? ଆପଣ ଯିବେ। ତୁ କାହିଁକି ମୋ ପାଇଁ ଟିକେଟ୍ କରି ଆଣିଛୁ? ମୁଁ ନୁହେଁ, ଶାନ୍ତାଦି, ସେ ପଠେଇଛନ୍ତି। ଆଜି ସନ୍ଧ୍ୟାରେ ଟିକେଟ୍। ମୋ କଥା ଶୁଣି ସେ ମନକୁ ମନ କ'ଣ ଗୁଡ଼ାଏ ଗୁଡ଼ାଏ ବିଡ଼ବିଡ଼େଇ ହୋଇ କହି ପକାଇଲେ। ତାଙ୍କ ମୁଡ୍ ଏକଦମ ବଦଳିଗଲା। ଶେଷରେ କହିଲେ, ଆଶ୍ଚର୍ଯ୍ୟ ଝିଅ। କ'ଣ ଆଶ୍ଚର୍ଯ୍ୟ? ମୁଁ ପଚାରିଲି। ମୁଁ ତାକୁ ଦିନେ ବୁଲିଯିବା ପାଇଁ କହିଲି, ସେ ମନା କରିଥିଲା। ଆଜି ପୁଣି ସିନେମା ଟିକେଟ୍ ପଠାଉଛି। ମୁଁ ଯିବିନି ଯା। ତାଙ୍କ ମନ ଭାରି ଖରାପ ହେବ। ମୋ କଥା ମାନି ଏଥର ଆପଣ ଯାଆନ୍ତୁ। ହୁଏତ ବାହାରେ ବୁଲିଲେ ତାଙ୍କ ଘର ଲୋକେ କିଏ ଦେଖିବେ ସେଇ ଡରରେ ମନା କରିଥିବେ। ବର୍ତ୍ତମାନ ତା ପିଉସା ପିଉସୀ ଯଦି ଦେଖନ୍ତି? ଅବିକା ଆପଣ ନୁହେଁ, ଦୁହେଁ ସିନେମା ହଲ୍ରେ ବସିବେ, କେହି ଦେଖିପାରିବେନି। ଅଞ୍ଜନଦା ଶେଷରେ ଟିକେଟ୍ ଖଣ୍ଡକ ରଖିଲେ। ସିନେମା ହଲ୍ ଆଗରେ ଅପେକ୍ଷା କରିବେ ବୋଲି କହି ପୁଣି ବିଡ଼ି ଟାଣିଲେ। ଶାନ୍ତାଦିଙ୍କୁ ଆସି ମୁଁ ଯେମିତି ସିନେମା ଟିକେଟ୍ ଦେଇ କହିଲି ଯେ ଏଇ ଟିକେଟ୍ ଅଞ୍ଜନଦା ପଠାଇଛନ୍ତି, କିନ୍ତୁ ସମସ୍ୟା ହେଲା ସେ କେମିତି ଘରୁ ବାହାରିବେ। ମୁଁ କହିଲି, ମୁଁ ତା'ର ଉପାୟ ଖୋଜିବି। ସେଦିନ ରବିବାର। ଶାନ୍ତାଦିଙ୍କ ଘରେ ସମସ୍ତେ ଥାଆନ୍ତି। 4ଟା 5ଟା ବେଳକୁ ମୁଁ ଶାନ୍ତାଦିଙ୍କ ଘରକୁ ଗଲି ଲୁଡୁ ଖେଳିବା ପାଇଁ। ମୁଁ ଶାନ୍ତାଦିଙ୍କୁ ଅନୁରୋଧ କଲି ମୋ ସହିତ ଚଣ୍ଡୀ ମନ୍ଦିର ଯିବାକୁ। ଶାନ୍ତାଦି ତାଙ୍କ ପିଉସୀଙ୍କ ପାଖରୁ ଅନୁମତି ଆଣିଲେ। ପିଉସୀ କଡ଼ା ନିର୍ଦ୍ଦେଶ ଦେଲେ ଯେ ଚଣ୍ଡୀ ମନ୍ଦିରରୁ ଯେମିତି ଆଉ କୁଆଡ଼େ ନ ଯାଏ। ଶାନ୍ତାଦି ଲୁଗା ପିନ୍ଧିବାକୁ ଘର ଭିତରକୁ ଗଲେ। ମୁଁ ବାହାର ବାରଣ୍ଡାରେ ଅପେକ୍ଷା କରିଛି। ଏହି ସମୟରେ ଖୁବ୍ ଜୋରରେ ବର୍ଷା ଆରମ୍ଭ ହୋଇଗଲା। ସେଇ ଦୁଇ ପରିବାରର ଗୋଟିଏ ଛତା। ଆମେ ଏ ମୂଷଳଧାର ବର୍ଷାରେ ଗୋଟିଏ ଛତାରେ ଯାଉ ତେବେ ଆମେ ପୁରା ତିନ୍ତିଯିବୁ। ଶାନ୍ତାଦି ଆସି ମୋ ପାଖରେ ଛିଡ଼ା ହୋଇ ରହିଲେ। କେମିତି ଯିବା? ରିକ୍ସାରେ। ରିକ୍ସା ମିଳିବ? ମୁଁ ଡାକି ଆଣୁଛି। ଏଇଆ କହି ମୁଁ ଛତା ଧରି ରାସ୍ତା ଉପରକୁ ବାହାରି ପଡ଼ିଲି। ସେତେବେଳେ ସହରରେ କେବଳ ହାତ ଟଣା ରିକ୍ସା। ମୁଁ ଗୋଟେ ବୁଢ଼ା ରିକ୍ସାବାଲାକୁ କୌଣସି ମତେ ପଟେଇ ନେଇ ଆସିଲି। ବାରଣ୍ଡାରେ ଶାନ୍ତାଦି ଅପେକ୍ଷା କରିଥାନ୍ତି। ସେ ରିକ୍ସାରେ ବସିଲେ। ମୁଁ ଛତାଟାକୁ ମୋଡ଼ାମୋଡ଼ି କରି ପୁରା ଭାଙ୍ଗି ଦେଇ ଦାଣ୍ଡ ବାରଣ୍ଡାରେ ଥୋଇଦେଲି। କାଳେ କିଏ ଛତା ନେଇ ଆମକୁ ଅନୁସରଣ କରିବ ସେଇ ଭୟରେ। ତାପରେ ଶାନ୍ତାଦି ଓ ମୁଁ ଚାଲିଲୁ ରିକ୍ସାରେ। ଯେତେ ଗଳିବାଟ ମୁଁ ଚିହ୍ନିଥିଲି ସେଇ ବାଟ ଦେଇ ଆମ ରିକ୍ସା ଚାଲିଗଲା। ସିନେମା ହଲ୍ ଅନେକ ଦୂର। ରିକ୍ସା ଚାଲୁଛି। ଆଗରେ କାନଭାସ୍, କନାରେ ପର୍ଦ୍ଦା ପଡ଼ିଛି। ରାସ୍ତାରେ ଲୋକବାକ କେହି ନାହାନ୍ତି। ଥିଲେ ବି ପର୍ଦ୍ଦା ଥିବାରୁ ଆମକୁ କେହି ଦେଖିପାରିବେ ନାହିଁ।
ଯାହା ହେଉ ଭଗବାନ ସହାୟ ହୋଇଛନ୍ତି। ଶାନ୍ତାଦେବୀ ବଡ଼ ବ୍ୟଗ୍ର ଥିଲେ। ବାରମ୍ବାର ପର୍ଦ୍ଦା ଉଠାଇ ରାସ୍ତା କଡ଼କୁ ଦେଖୁଥିଲେ। ମୁଁ କହିଲି ପର୍ଦ୍ଦା ଉଠାଉ ନାହିଁ। ଅଞ୍ଜନଦା କହିଛନ୍ତି ସେ ସିନେମା ହଲ୍ ଆଗରେ ଅପେକ୍ଷା କରିଥିବେ। ସେ ଆଉ ରାସ୍ତାକୁ ଅନେଇଲେ ନାହିଁ। ଘନ ଘନ ନିଶ୍ୱାସ ନେବାକୁ ଲାଗିଲେ। ତାଙ୍କର ହୃଦୟର ସ୍ପନ୍ଦନ ମୁଁ ସେତେବେଳେ ବୁଝିପାରୁନଥିଲି। ସେ ଅଞ୍ଜନଦାଙ୍କୁ ଖୁବ୍ ଭଲ ପାଆନ୍ତି, କେବଳ ସେଇଟା ମୁଁ ଜାଣିଯାଇଥିଲି। ସିନେମା ହଲ୍ ପାଖେଇ ଆସିଲା। ଶାନ୍ତାଦିଙ୍କ ଦେହ ଯେମିତି ଥରୁଥାଏ। ସେ ମୋ ହାତ ଉପରେ ହାତ ରଖି କହିଲେ, ତୁ କାହାକୁ ଏକଥା କହିବୁ ନାହିଁ। କହିବି ନାହିଁ ଯେ ତୁମେ ଯେତେବେଳେ ଫେରିବ ଘରେ କ'ଣ କହିବ? ଡେରି ହେଲା କାହିଁକି? ତା ମୁଁ ସମ୍ଭାଳି ନେବି। ଖୁବ୍ ହେଲେ ପିଉସୀଠୁ ମାଡ଼ ଖାଇବି। ନା, ମୋତେ ଉପାୟ ଚିନ୍ତା କରିବାକୁ ପଡ଼ିବ। ଶାନ୍ତାଦି ଚୁପ୍ ହୋଇଗଲେ। କିଛି କ୍ଷଣ ପରେ ହୃଦୟରେ ଚରମ ସନ୍ଦେହ ନେଇ ପଚାରିଲେ, ସେ ଆସିଥିବେ ତ? ତୁ ମୋତେ ଠକାଉନୁ ତ? ସେ ନିଶ୍ଚୟ ଆସିବେ। ଆମେ ସିନେମା ହଲ୍ ଆଗରେ ପହଞ୍ଚିଗଲୁ। ସେଠି ସମ୍ପୂର୍ଣ୍ଣ ଓଦା ହୋଇ ଅଞ୍ଜନଦା ଛିଡ଼ା ହୋଇଥାନ୍ତି। ତାଙ୍କ ଓଠରେ ବିଡ଼ି ନାହିଁ। ଶାନ୍ତାଦି ଖୁବ୍ ଖୁସି ହୋଇ ମୋତେ କୁଣ୍ଢେଇ ପକାଇଲେ। କହିଲେ, ସେ ଆସିଛନ୍ତି। ଏ ମା, ବର୍ଷାରେ କେମିତି ଭିଜି ଛିଡ଼ା ହୋଇଛନ୍ତି ଦେଖ। ହଉ ଶାନ୍ତାଦି, ମୁଁ ଏ ରିକ୍ସାରେ ଫେରି ଯାଉଛି। ରହ, ତୁ ରିକ୍ସା ଭଡ଼ା କେଉଁଠୁ ଆଣିବୁ? ମୁଁ ତାଙ୍କଠୁ ମାଗି ଆଣେ। ସେ ତ ରିକ୍ସାରେ ଆସିଛୁ ଭାବପ୍ରବଣ ହୋଇ। କାହା ପାଖରେ ପଇସା ନାହିଁ। ମୁଁ ଭାବିଥିଲି ଶାନ୍ତାଦି ପାଖରେ ପଇସା ଥିବ ବୋଲି। ରିକ୍ସା ଅଟକିଗଲା। ଶାନ୍ତାଦି ବାହାରି ବର୍ଷାରେ ଭିଜି ଭିଜି ଅଞ୍ଜନଦା ପାଖକୁ ଗଲେ। ତାଙ୍କଠୁ କିଛି ପଇସା ଆଣି ରିକ୍ସାବାଲାକୁ ଦେଲେ ଓ ପର୍ଦ୍ଦା ଟେକି ରିକ୍ସାରେ ଭିତରେ ପୁଣି ବସିଲେ। ଅଳ୍ପ ହସ ହସି କହିଲେ, ତୁ ଗୋଟେ ମିଛୁଆ। ତୋ ମିଛ ମୋ ଜୀବନରେ ଆଶୀର୍ବାଦ। ତୁ ଘରକୁ ଯା। ଏତିକି କହି ସେ ମୋ ଗାଲରେ ଗୋଟିଏ ଚୁମା ଦେଇ ଓହ୍ଲେଇଗଲେ। ମୁଁ ଅନୁଭବ କଲି ମୋର ପିଲାଦିନ ସେଇଠୁ ସରିଗଲା। ଏତିକି କହି ସେ ମୋ ଗାଲରେ ଗୋଟିଏ ଚୁମା ଦେଇ ଓହ୍ଲେଇଗଲେ। ମୁଁ ଅନୁଭବ କଲି ମୋର ପିଲାଦିନ ଏଇଠୁ ସରିଗଲା। ତାପରେ ଶାନ୍ତାଦି ଅଞ୍ଜନଦାଙ୍କୁ ମୁଁ କେବେ ଦେଖିନି। ଶାନ୍ତାଦିଙ୍କ ପିଉସୀ ଆସି ମୋତେ ପଚାରିଲେ। ମୁଁ ଶାନ୍ତାଦି ଅଞ୍ଜନଦାଙ୍କ ମଙ୍ଗଳ ପାଇଁ କହିଲି। ମନ୍ଦିରରୁ ଦର୍ଶନ କରି ସେ ରିକ୍ସା ନେଇ ଫେରିଲେ। ଆଉ ମୁଁ ରହିଗଲି ମୋ ସାଙ୍ଗମାନଙ୍କ ସାଥିରେ। ମୁଁ ଆଉ କିଛି ଜାଣେନା। ପରେ ଖବର ମିଳିଲା ଶାନ୍ତାଦି ଅଞ୍ଜନଦା କଲିକତାରେ କୋର୍ଟ ମ୍ୟାରେଜ୍ କରିଛନ୍ତି। ମୁଁ ତ ନିଜେ ସଫଳତା କାହା ଆଗରେ କହିପାରିବିନି। ନ କହିବି ଖୁସି ହୋଇ ରହିଲି। ତେବେ ଏଇଠାରେ ଶେଷ ହେଲା ଆର୍ଯ୍ୟ ଦାସର ଆତ୍ମଲିପିର 6ଠ ଭାଗ। ଆଗାମୀ ଅଧ୍ୟାୟରେ ଏହି ଆତ୍ମଜୀବନୀଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।